ପିଲାମାନେ ତୁମକୁ ସାହିତ୍ୟ ପଢିବାକୁ ଭଲ ଲାଗେ? ଆଚ୍ଛା, ସାହିତ୍ୟ ପଢିବାକୁ ଭଲ ଲାଗେ ନାଇଁ? ସାହିତ୍ୟଟେ ଯେହେତୁ ଆମର ଓଡ଼ିଆ ଭାଷା, ଆମ ମାତୃଭାଷା, ଆମ ସମସ୍ତଙ୍କୁ ପ୍ରାୟ ସାହିତ୍ୟ ପଢିବାକୁ ଭଲ ଲାଗେ। ଆଚ୍ଛା କହିଲ ଦେଖି ପିଲାମାନେ, ସାହିତ୍ୟରେ ତମକୁ କବିତା କି ଗପ କଣ ଟିକେ ବେଶୀ ଭଲ ଲାଗେ? ଆଚ୍ଛା, କବିତା କିଛି ଜଣଙ୍କୁ ଭଲ ଲାଗୁଛି ଆଉ ଗପ ବି କିଛି ଜଣଙ୍କୁ ଭଲ ଲାଗୁଛି। ଯେ ତାହେଲେ ଆମେ ଗୋଟିଏ କବିତା ବିଷୟରେ ପଢିବା। ଆଚ୍ଛା, ତମେ ଶ୍ରୀକୃଷ୍ଣଙ୍କ ଜୀବନ କାହାଣୀ ବିଷୟରେ କିଛି ଜାଣିଛ? ଟିଭିରେ ଦେଖିଥିବ, ବିଭିନ୍ନ କବିତା ଗପରେ ମଧ୍ୟ ଶୁଣିଥିବ, ମା ମାନେ ଘରେ କହିଥିବେ। ଶ୍ରୀକୃଷ୍ଣଙ୍କର ପିଲାବେଳ କଥା। ଆମେ ଆଜି ଯୋଉ କବିତାଟି ପଢିବା ସେଟା ଶ୍ରୀକୃଷ୍ଣଙ୍କର ପିଲାବେଳ ଉପରେ ଆଧାରିତ। କବିତାଟିର ନାଁ ହେଲା କଳା ମାଣିକରେ। এই କବିତାଟି ପଢିଲେ ଆମେ କଣ ଶିଖିବା? ଆସ ଜାଣିବା ଯେ କବିତାଟିର ଆମେ ଯୋଉ ଅଛି ବହିରେ, ଆମ ସାହିତ୍ୟ ବହିରେ, ଏହାର ପ୍ରଥମ 4ଟା ପଦକୁ ପଢିବା। ମୁଁ ଯେମିତି ଆବୃତ୍ତି କରିବି ତମେ ମାନେ ମଧ୍ୟ ମୋ ପଛେ ପଛେ ଆବୃତ୍ତି କରିବ। ଆଉ କବିତାରେ ଆମେ ଯାହା ସବୁ ନୂଆ ଶବ୍ଦ ପାଇବା, କବିତାର ଭାବାର୍ଥକୁ ବୁଝିବା ହେଲା। ତେଣୁ କବିତାଟି ବିଷୟରେ ପଢିବା ପୂର୍ବରୁ ବା କବିତାଟିକୁ ଗାଇବା ପୂର୍ବରୁ କବିତା ବିଷୟରେ ମୁଁ ତୁମକୁ କିଛି କଥା କହୁଛି। ଆଚ୍ଛା, କବିତାଟି ଜାଣିଥିବ କିଏ ତ ଜଣେ ଲେଖିଥିବେ, ଜଣେ କବି ଲେଖିଛନ୍ତି, ସ୍ୱନାମ ଧନ୍ୟ କବି। ସେ କେହି ନୁହନ୍ତି, ସେ ରୀତି ଯୁଗର ଜଣେ ପ୍ରମୁଖ ସ୍ରଷ୍ଟା କବି। ତାଙ୍କ ନାଁ ହେଉଛି ଅଭିମନ୍ୟୁ ସାମନ୍ତ ସିଂହାର। ତାଙ୍କ ଘର କୋଉଠି ଜାଣିଛ? ତାଙ୍କ ଘର ହେଉଛି ଯାଜପୁର ଜିଲ୍ଲାର ବାଲିଆ ସ୍ଥାନରେ। ସେ ବାଲିଆରେ ଜନ୍ମଗ୍ରହଣ କରିଥିଲେ। ସେ ପିଲାଦିନୁ ନିଜ ସରଳ ଗାଉଁଲି ଭାଷାରେ ବହୁତ ଗୁଡ଼ିଏ କବିତା ରଚନା କରିଥିଲେ। ତାଙ୍କୁ ଏଇ ସରଳ ଭାଷାରେ କବିତା ଲେଖିବାକୁ ବହୁତ ଭଲ ଲାଗେ। ଆଉ ପିଲାଦିନରୁ ମଧ୍ୟ ସେ ରାଧାକୃଷ୍ଣଙ୍କର ଲୀଳା ବିଷୟରେ ଅନେକ ବହୁତ କାବ୍ୟ କବିତା ମାନ ସବୁ ରଚନା କରିଛନ୍ତି। ତାଙ୍କର ପ୍ରମୁଖ କବିତା ଗୁଡ଼ିକ ହେଉଛି, କିଛି ନାଁ କହୁଛି, ତମେ ମନେ ରଖିବ ଆଉ ଖାତାରେ ଲେଖି ରଖିବ। ସେ କବିତା ଗୁଡ଼ିକ ହେଉଛି ବିଦଗ୍ଧ ଚିନ୍ତାମଣି, ରସବତୀ, ସୁଲକ୍ଷଣା, ପ୍ରେମକଳା, ଚଢେଇ ଗୀତ, ବାଘ ଗୀତ ଆଉ ବୋଲେ ହୁଁଟି ବୋଲି। ଏଇଭଳି ଅନେକ ଗୁଡ଼ିଏ ବହୁତ ଉଚ୍ଚ କୋଟିର କବିତା ମାନ ସେ ରଚନା କରି ଯାଇଛନ୍ତି। ତେଣୁ ସେଥିପାଇଁ ଆଜି ମଧ୍ୟ ସେ ଆମ ପାଖରେ ଚିରସ୍ମରଣୀୟ। ଆଚ୍ଛା, ମୁଁ ଯୋଉ ଆଜି କବିତାଟି ତୁମକୁ ପଢେଇବି କଳାମାଣିକରେ, ସେ କଳାମାଣିକର କାହିଁକି, ଏ କଳାମାଣିକରେ କବିତାଟି ତା ନାଁ କାହିଁକି ହେଇଛି ତା ବିଷୟରେ କିଛି ଜାଣିବା। ପ୍ରକୃତରେ ଏ କଳାମାଣିକରେ କବିତାଟି, ତାଙ୍କର ଯୋଉ କବିତା ରହିଛି ବିଦଗ୍ଧ ଚିନ୍ତାମଣି, ସେହି କବିତାର 67 ଛାନ୍ଦରୁ ଆସିଛି। ଏଥିରେ କବି ଶ୍ରୀକୃଷ୍ଣଙ୍କ ପ୍ରତି ଯଶୋଦାଙ୍କର ଯୋଉ ବାତ୍ସଲ୍ୟ ମମତା ରହିଛି ତା ବିଷୟରେ ବର୍ଣ୍ଣନା କରିଛନ୍ତି। ଶ୍ରୀକୃଷ୍ଣ ଛୁଆ ବେଳେ ବା ପିଲା ବେଳେ ସେ କଣ କରୁଥିଲେ ନା, ଅନ୍ୟ ସମସ୍ତ ଗୋପାଳ ମାନଙ୍କ ପରି ତାଙ୍କ ସାଙ୍ଗସାଥି ଯୋଉ ଥିଲେ ସେମାନଙ୍କ ସହିତ ବଣକୁ ଗାଈ ଚରେଇବାକୁ ଯାଉଥିଲେ। ତାଙ୍କ ସହିତ ସାଙ୍ଗ ହେଇକି ଯାଉଥିଲେ ଆଉ ସବୁଦିନ ସନ୍ଧ୍ୟା ବେଳକୁ ମଧ୍ୟ ଗାଈ ଗୋଠ ସହିତ ତାଙ୍କ ସାଙ୍ଗମାନଙ୍କ ସହିତ ଫେରି ଆସୁଥିଲେ। କିନ୍ତୁ ଦିନେ କଣ ହେଇଛି, ତାଙ୍କର ସନ୍ଧ୍ୟା ବେଳେ ଗୋପାଳ ମାନଙ୍କ ସହିତ ସେ ଆଉ ଫେରି ନାହାନ୍ତି। ତେଣୁ ତାଙ୍କର ବିଳମ୍ବ ହେଇଛି ଫେରିବାରେ, ଏବଂ ତାଙ୍କର ବିଳମ୍ବ ଦେଖି ମା ଯଶୋଦା ବହୁତ ଚିନ୍ତିତ ହେଇ ପଡିଛନ୍ତି। ତାଙ୍କୁ ବହୁତ ଭୟ ଲାଗୁଛି, ତାଙ୍କ ମନ ଆଶଙ୍କାରେ ଭରି ଯାଇଛି। ସେ ବହୁତ ଭୟାନକ ସବୁ ଚିନ୍ତା କରୁଛନ୍ତି ଯେ ମୋ ପୁଅ ସହିତ କଣ ହେଇଥିବ। ଆଉ ପୁଅ ସହିତ ସେ ବିତେଇଥିବା ପ୍ରତ୍ୟେକ ମୁହୂର୍ତ୍ତ, ପ୍ରତ୍ୟେକ ଆନନ୍ଦଦାୟକ ମୁହୂର୍ତ୍ତ ସେ ମନେ ପକେଇକି ବ୍ୟସ୍ତ ବିବ୍ରତ ହୋଇ ପଡିଛନ୍ତି। ତେଣୁ ଏଇ ସବୁ ଘଟଣାବଳୀକୁ କବି ଏହି କବିତା ମାଧ୍ୟମରେ ଦର୍ଶେଇଛନ୍ତି। ତେଣୁ ତମ ସମସ୍ତଙ୍କର ଆଗ୍ରହ ହେଉଛି ନା କବିତା ବିଷୟରେ ଜାଣିବା ପାଇଁ। ତେଣୁ ଆସ କବିତାଟିକୁ ପ୍ରଥମେ ଆମେ ଆବୃତ୍ତି କରିବା। ମୁଁ ଆଗେ ଆବୃତ୍ତି କରୁଛି, ମୋ ପଛେ ପଛେ ତୁମେ ମାନେ କବିତାଟିକୁ ଆବୃତ୍ତି କରିବ।
ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ ବାତ୍ସଲ୍ୟ ମମତା ଘେନି ଭାଳୁଛନ୍ତି ମାତ ମୁକଳା ମାଣିକରେ ମୁକଳା ମାଣିକରେ ନିଧନ ସଂଖାଳି ମୋର ଦରିଦ୍ର ପସରା ଅନ୍ଧାର ଉଡ଼ିବା ଗୁରେ ହୃଦରତ୍ନ ହର ମୁକଳା ମାଣିକରେ ମୁକଳା ମାଣିକରେ ମୋ ଜୀବନ ତୁହି ନୟନ ପ୍ରତିମା ତୁତେ କି ପାଶୁରେ ହେବ ମୋର ସୁଖ ସୀମା ମୁକଳା ମାଣିକରେ ମୁକଳା ମାଣିକରେ ଡରୁଥାଉ ଅନ୍ଧାରକୁ ରଖି ଯାଉ ଗୋରୁ ଜନକ ଜନନୀ ସୁଖ କାହିଁ ପାଇ ସରୁ ମୁକଳା ମାଣିକରେ ମୁକଳା ମାଣିକରେ ମୁକଳା ମାଣିକରେ। ଆଚ୍ଛା ପିଲାମାନେ, ଏବେ ଆମେ କବିତାଟିକୁ ଭଲ ଭାବରେ ପଢିଲେ ଏବଂ 4ଟି ଯାକ ପଦ ଆମେ ଭଲ ଭାବରେ ଶୁଣିଲେ। ଆମକୁ ଖୁସି ଲାଗିଲା ନା? ଏବେ ମୁଁ ଏଇ କବିତାରେ ତୁମକୁ ଯାହା ସବୁ ନୂଆ ଶବ୍ଦ ଲାଗୁଛି ଟିକେ ମତେ କୁହ। ମୁଁ ଭାବୁଛି ତମକୁ ଏଇ ଶବ୍ଦ ସବୁ ନୂଆ ଲାଗୁଥିବ। ଦେଖିଲ ଏଇ ଶବ୍ଦ ଗୁଡ଼ିକ ତମ ଶବ୍ଦ ସହିତ ମିଶୁଛି କି? ଆଚ୍ଛା, ଏଇ ଶବ୍ଦ ଗୁଡ଼ିକର ଅର୍ଥ ଟିକେ ଆମେ ଆଲୋଚନା କରିବା। ଆଚ୍ଛା, ଭାଳୁଛନ୍ତି ଶବ୍ଦର ଅର୍ଥ କଣ ହେଇପାରେ କିଏ କହିବ? ଜନନୀ ମାତା ଯଶୋଦା ସେ କୃଷ୍ଣଙ୍କ କଥା ଭାଳୁଛନ୍ତି ବୋଲି କୁହାଯାଇଛି। ଭାଳୁଛନ୍ତି ଶବ୍ଦର ଅର୍ଥ ହଉଛି ଭାବୁଛନ୍ତି। ହେଲା ପିଲାମାନେ, ଭାଳୁଛନ୍ତି ଶବ୍ଦର ଅର୍ଥ ହେଲା ଭାବୁଛନ୍ତି। ଆଚ୍ଛା, ପ୍ରଥମ ପଦରେ ଲେଖା ଅଛି ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ। ଏଠି ଧୀରେ ବୋଲି କାହାକୁ ସମ୍ବୋଧନ କରାଯାଇଛି? ଏଠି ପିଲାମାନେ ଧୀରେ ବୋଲି ପଣ୍ଡିତ ମାନଙ୍କୁ ସମ୍ବୋଧନ କରାଯାଇଛି। ତେଣୁ ଧୀରେର ଅର୍ଥ ହଉଛି ପଣ୍ଡିତ ମାନେ। ଧୀରେ ଘେନ କାନନରେ, ହେ ପଣ୍ଡିତ ମାନେ ଶୁଣ ବା ଗ୍ରହଣ କର। ତେଣୁ ଘେନର ଅର୍ଥ ହେଉଛି ଗ୍ରହଣ କର ବା ତମେ ମାନେ ଶୁଣ। ମୁଁ ଯାହା ଏଇ ପଦଟି ଆଲୋଚନା କରୁଥିବା କବିତାଟି କହୁଛି ତମେ ଶୁଣ। ଆଚ୍ଛା, କାନନ, କାନନ ଶବ୍ଦର ଅର୍ଥ କିଏ କହିପାରିବ? ଅତି ସହଜ। କାନନରେ ଅନେକ ଗୁଡ଼ିଏ ବୃକ୍ଷଲତା ଦେଖାଯାଆନ୍ତି। ତ କାନନ ଶବ୍ଦର ଅର୍ଥ ହଉଛି କଣ ନା ବଣ କିମ୍ବା ଜଙ୍ଗଲ। ଆଚ୍ଛା, ଏଠି ନିଧନ କାହାକୁ କୁହାଯାଇଛି? ଧନ, ଧନ ଅର୍ଥ ଧନ, ଯାହାର ଧନ ସମ୍ପତ୍ତି ଅଛି। ନିଧନ, ନିଧନ ଅର୍ଥ କଣ ହବ ନା ଦରିଦ୍ର, ଯାହାର ଧନ ସମ୍ପତ୍ତି ନାହିଁ। ଆଚ୍ଛା, ସଂଖାଳି ଆମେ ସେଇଭଳି କଣ କାହାକୁ କହିପାରିବା? ଏଠି କୃଷ୍ଣକୁ ମାତା ଯଶୋଦା ନିଧନ ସଂଖାଳି ବୋଲି କହିଛନ୍ତି। ସଂଖାଳି ଅର୍ଥ ହଉଛି ମୂଲ୍ୟବାନ, ଅତି ପ୍ରାଣ ମୂଲ୍ୟବାନ। ଆମର ଯେମିତି ପ୍ରାଣଧନ, ମାନେ ଆମ ପ୍ରାଣ ଯେମିତି ଆମ ପାଇଁ ମୂଲ୍ୟବାନ, ସେଇଭଳି ସଂଖାଳି ଶବ୍ଦର ଅର୍ଥ ହଉଛି ମୂଲ୍ୟବାନ ପ୍ରାଣଧନ। ଆଚ୍ଛା, ସାରୁ, ଏଠି କୁହାଯାଇଛି କବିତାରେ ଜନନୀ ଜନକ ସୁଖ କାହିଁ ପାଇଁ ସାରୁ। ସାରୁ ଅର୍ଥ ଶେଷ କରିବା। ତାପରେ ଜନକ, ଜନକ ଅର୍ଥର ଶବ୍ଦ ପ୍ରାୟ ତମେ ମାନେ ଜାଣିଥିବ। ଜନକ ଶବ୍ଦର ଅର୍ଥ ହଉଛି ପିତା, ଯିଏ ଜନ୍ମ ଦେଇଥାନ୍ତି। ଆଚ୍ଛା, ଜନନୀ ସେଇଭଳି କଣ ହବ? ଠିକ କହିଲ, ଜନନୀ ଶବ୍ଦର ଅର୍ଥ ହଉଛି ମାତା। ତେଣୁ ଜନକ ହେଲେ ପିତା ଆଉ ଜନନୀ ହେଲେ ମାତା।
अच्छा लौडी लौडी शब्दर अर्थ किए कहीपर अंधटी तार लौडी कोठी हजेई देछि अंध पाई तार लौडी अति मूल्यवान लौडी शब्दर अर्थ होछि कौन ना बाड़ी तापरे देखो पासोरी पासोरी अर्थ कौन पासोरी जिबा मु ता ना पासोरी जाइछि पासोरी जिबार अर्थ कौन पिला माने भूली जिबा पासोरी शब्दर अर्थ होछि भूली जिबा तेणु प्रायतः आमे ए पद चारोटी पदरे जो सब नूतन शब्द थिला तार अर्थ आमे जानिदेले आउ कहार जदि किछि नूतन शब्द जानिबार असुविधा अछि ताले कुह नाही ताले एबे आमे आगकू जिबा। अच्छा एबे मु तुमको ए चारोटी पद जो आलोचना कले ए पद भितरु किछि प्रश्न तुमको पचारिबी आशा रखुछि तुमे माने प्रश्नर उत्तर ठीक भाबरे दब तेणु तुम पई प्रथम प्रश्न रहुछि जे कलामाणिकरे कविताटीर कवि कि एटा प्रथम रे मु तुमको कहि देइथिली तेणु कुह पिला माने समस्त ठीक कहूछ कलामाणिक कविताटीर कवि हेउछंती प्रमुख कवि अभिमन्यु सामंत सिंह। तापरे द्वितीय प्रश्न देख कलामाणिकरे कविताटी केउ काव्यरू आसीछि ए कविताटी गोटे महाकाव्य अभिमन्यु सामंत सिंहानकर सेई काव्यरू आसीछि से काव्यटीर ना कोन से काव्यटीर ना होछि विदग्ध चिंतामणि। तापरे तृतीय प्रश्न होछि कृष्ण को किए झुरी हेउछंती ए कविताटी रे तुमे माने पढ़िल कृष्ण को किए झुरी हेउछंती समस्त ठीक कहूछ कृष्ण को माता जशोदा झुरी हेउछंती। तापरे 4 नंबर प्रश्न देख कविता रे निधन संखारी बोली किए काहाको संबोधन करिसंती एवं काहेकि वर्तमान आमे निधन संखारी शब्दर अर्थ जानिले तेणु निधन दरिद्र दरिद्रर मूल्यवान रत्न बा तार प्राणधन जीवन धन हेती किए ए कविताटी रे किए काहाको कहिसंती ए कविताटी रे माता जशोदा कृष्ण को कहिसंती काहेकि ना जेमिति धनहीन व्यक्ति जिनिस गोटे नुआ जिनिस पाइले से अति खुशी रे आत्महरा हो जाए आनंद पाए सेही भली श्रीकृष्ण माता जशोदा गोटे अमूल्य संपत्ति थी सेथिपाई एठारे निधन संखाली श्रीकृष्ण को कहुछि। पिला माने जानिलो एबे 5 नंबर प्रश्न माता जशोदा काहेकि चिंतित होई पड़िछंती समस्त ठीक कहूछ माता जशोदा कृष्णकर आसीबार विलंब हेतु चिंतित होई पड़िछंती। कृष्ण केउठी जाइतिले काननकु बा जंगल को जाइतिले गाई कोठनीति तांकर फेरिबारे विलंब हेबा हेतु माता जशोदा चिंतित होई पड़िछंती। तेणु आगकू आउ जो पद गुड़िक अच्छी आमे हमर परवर्ती क्लास रे आलोचना करिबा।